ଯେତେବେଳେ ଜୀବନରେ ଖରାପ ସମୟ ଆସେ ସେତେବେଳେ ଭାଙ୍ଗି ପଡ଼ନ୍ତୁ ନାହିଁ। ଜୀବନକୁ ଦେଖେଇ ଦିଅନ୍ତୁ ଯେ ଆପଣ ବି ଦୁର୍ବଳ ନୁହନ୍ତି। କାହାକୁ କିଛି କହିବା ପୂର୍ବରୁ ସତର୍କ ହୋଇ କୁହନ୍ତୁ, ଆଜି ଯିଏ ସାଙ୍ଗ ଅଛି କାଲି ହୁଏତ ତୁମ ଶତ୍ରୁ ହୋଇ ଠିଆ ହୋଇପାରେ। ଜୀବନ 1 ମିନିଟ୍ରେ କେବେ ଚେଞ୍ଜ ହୁଏ ନାହିଁ, କିନ୍ତୁ 1 ମିନିଟ୍ରେ ନିଆଯାଇଥିବା ଡିସିସନ୍ ଜୀବନକୁ ଚେଞ୍ଜ କରିଦେଇପାରେ। ଭଡ଼ା ଘରକୁ ଯେତେ ସଜେଇଲେ ତାହା କେବେ ନିଜର ହୁଏ ନାହିଁ। ଠିକ୍ ସେମିତି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାକୁ ଯେତେ ବେଶୀ ଭଲ ପାଇଲେ ବି ସେ କେବେ ନିଜର ହୁଅନ୍ତି ନାହିଁ। ସାଙ୍ଗମାନେ, ଅଭିମାନ ସେଇଠି କରନ୍ତୁ ଯେଉଁଠି ଆପଣଙ୍କ ପାଇଁ ଭଲ ପାଇବା ଅଛି, ସ୍ନେହ, ଆଦର, ସମ୍ମାନ ଅଛି। ଯେଉଁଠି ଏସବୁ ନାହିଁ ସେଠି ଉପସ୍ଥିତ ରହିବା ବି କିଛି ଆବଶ୍ୟକ ନାହିଁ, କାରଣ ଏହା ଆପଣଙ୍କ ସ୍ୱାଭିମାନର ପ୍ରଶ୍ନ। ଜୀବନରେ କାହାକୁ କନ୍ଦେଇ 1000 ଦାନ ଧର୍ମ କଲେ କିଛି ଲାଭ ନାହିଁ। ଯଦି ଜଣେ ଦୁଃଖୀ ମଣିଷର ମୁହଁରେ ଟିକେ ହସ ଫୁଟେଇ ପାରିଲ, ତେବେ ତୁମକୁ କୌଣସି ମନ୍ଦିର ଯିବା ବି ଦରକାର ନାହିଁ। ସମୟ ଏପରି ସ୍ଥିତିରେ ଅଛି ଯେ ହଠାତ୍ କିଛି ବି ଘଟି ଯାଇପାରେ। ତେଣୁ ଯଦି ନିଜ ଭାଗ୍ୟ ଉଜ୍ଜଳ କରିବାକୁ ଚାହୁଁଛନ୍ତି ତେବେ ପରମେଶ୍ୱରଙ୍କ ସହ ନିରନ୍ତର ସଂଯୋଗ ରଖନ୍ତୁ। ଟିକେ ମନ ଦେଇ ଶୁଣନ୍ତୁ। ଯାହା ମନରେ ଭଲ ପାଇବା ବେଶୀ ତା ମନରେ ରାଗ ଅଭିମାନ ବି ବେଶୀ। ତେଣୁ କେହି ଯଦି ତୁମ ଉପରେ ରାଗ ଅଭିମାନ କରେ ତାହେଲେ ବୁଝିଯାଅ ଯେ ସେ ନିଜଠାରୁ ଅଧିକ ତୁମକୁ ଭଲ ପାଏ। କେବେ ବି ନିଜ ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ, କାହିଁକି ନା ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହିଁ କଷ୍ଟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥାନ୍ତି। କାହାକୁ କେବେ ଛୋଟ ଭାବିବେ ନାହିଁ, କାରଣ ଗୋଟିଏ କଥା ସବୁବେଳେ ମନେ ରଖିବେ, 5 ଟଙ୍କାର ପେନ୍ଟି 5 କୋଟି ଟଙ୍କାର ଚେକ୍ ଲେଖିବାକୁ କାମରେ ଲାଗେ। ପ୍ରତ୍ୟେକ ଭଲ କଥା, ନୀତିଶାସ୍ତ୍ର, ଧର୍ମ, ପୁରାଣ, ପ୍ରବଚନ, ଲତନ୍ତ୍ର, ମନ୍ତ୍ର, ଭଜନ, କୀର୍ତ୍ତନ ଆଦି ମଣିଷ ନିଜେ ପଢ଼ି ନ ପାରିଲେ ମଧ୍ୟ କେବଳ ଶୁଣି ଶୁଣି ସୁଫଳ ହୋଇପାରେ। ସାଙ୍ଗମାନେ, ଯଦି ଘର ଚାହେଁ ଆନନ୍ଦ ମୁହୂର୍ତ୍ତ, ମିଳିମିଶି ରହି ଶିଖ। ତୁମରି ଆବାସ ବୈକୁଣ୍ଠ ସମାନ ହେବ ନିଶ୍ଚୟ ଲେଖି ରଖ। ଆଜିର ସଂସାରରେ ଅନେକ ଲୋକ ଅନ୍ୟମାନଙ୍କୁ ବିପଦରେ ପକାଇ ତାଙ୍କର ସରଳତାର ସୁଯୋଗ ନେଇ ତାଙ୍କୁ ନିନ୍ଦି କରି ଖୁସି ମନାଇଥାନ୍ତି। ହେଲେ ସେ ନିଜେ ମଧ୍ୟ ଜାଣିନଥାନ୍ତି ଯେ ସେ ଖୁସି ଅଳ୍ପ ଦିନର ବୋଲି। ସେମାନେ ଜାଣିନଥାନ୍ତି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ଦିନେ ସେ ନିଜେ ପଡ଼ିବେ ବୋଲି। ସୁନା ଆଉ ସମ୍ପର୍କ ଦୁଇଟି ଯାକ ମୂଲ୍ୟବାନ। ଫରକ ଏତିକି, ସୁନାରେ ଖାଦ ମିଶିଲେ ସେ ମଜବୁତ ହୋଇଥାଏ, ଆଉ ସମ୍ପର୍କରେ ଖାଦ ମିଶିଲେ ସମ୍ପର୍କ ଦୁର୍ବଳ ହୋଇଥାଏ। ପର ରାଜମହଲରେ ଗୁଲାମୀ କରିବା ଠାରୁ ସତ୍ଗୁଣରେ ଭଲ ନିଜ ଝୁମ୍ପୁଡ଼ି ଘରେ ରାଜ କରିବା। ଧୈର୍ଯ୍ୟ ମଣିଷକୁ ଠକେ ନାହିଁ, ବରଂ ଉଚିତ ସମୟରେ ଶ୍ରେଷ୍ଠ ଉପହାର ଦିଏ। ସାଙ୍ଗମାନେ, ଆଜିକା ଦୁନିଆରେ କେବଳ ତା ହାତ ଧରିବା ଉଚିତ ଯିଏ ବିଶ୍ୱାସର ସହିତ ମର୍ଯ୍ୟାଦା ଦେବ। ଯାହା ହେବାକୁ ଥିବ ନିଶ୍ଚୟ ହେବ, ତାକୁ କେହି ବାଧା ଦେଇପାରିବେ ନାହିଁ। ଘଟଣାର ପ୍ରଭାବ ଅନୁସାରେ ମଣିଷର ବ୍ୟବହାର ଆଚରଣ ମଧ୍ୟ ବଦଳି ଯାଇଥାଏ। ଘରଟି ସୁନ୍ଦର ଲାଗଣି ସଭିଙ୍କୁ ମିଳିମିଶି ରହୁଥିଲେ। ବାପା ମା ସ୍ନେହ ପ୍ରେମର ଆଶିଷ ଯଦି ସଦାବେଳେ ମିଳେ। ସାଙ୍ଗମାନେ, କେବେ ନିଜର ପରିଚୟ ବା ଅସ୍ତିତ୍ୱକୁ ନେଇ ଗର୍ବ କରନ୍ତୁ ନାହିଁ, କାରଣ ସମୟ ଦିନେ ଏମିତି ବି ବଦଳି ଯାଇପାରେ ଯେଉଁ କଥାକୁ ନେଇ ଏତେ ଗର୍ବ କରୁଛନ୍ତି ଆପଣ, ସେ ଦିନେ ତୁମ ଦୁଃଖର କାରଣ ପାଲଟିଯିବ। କୌଣସି ଭୁଲ ରାସ୍ତାରେ ଦ୍ରୁତ ଗତିରେ ଯିବା ଅପେକ୍ଷା ବହୁତ ଭଲ ସଠିକ ରାସ୍ତାରେ ଧୀରେ ଧୀରେ ଯିବା। ଜାତକ ମିଶିଗଲେ ଯେ ବୈବାହିକ ଜୀବନ ଖୁସିରେ କଟିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ ଯେଉଁଠି ମନ ଆଉ ହୃଦୟର ମିଳନ ଥାଏ ସେଇଠି ସମ୍ପର୍କ ହୋଲ୍ ଲାଇଫ୍ ଖୁସିରେ ଥାଏ। ଜାଣି ରଖନ୍ତୁ, ଏ ଦୁନିଆର ସବୁଠାରୁ ମହଙ୍ଗା ଉପହାର ହେଉଛି ଭଲ ଜୀବନସାଥୀ, ଯାହା ମୂଲ୍ୟରେ ନୁହେଁ ଭାଗ୍ୟରେ ଥିଲେ ମିଳେ। ବାପା ମାଙ୍କ ଜୀବନ କଟିଗଲା ପୁଅକୁ ମଣିଷ କରିବା ପାଇଁ, ଆଉ ପୁଅ ଲେଖୁଛି ମାଇ ୱାଇଫ୍ ଇଜ୍ ମାଇ ଲାଇଫ୍। ଖରାପ ଲାଗିଲେ ବି ଏହା ସତ୍ୟ ଅଟେ। ସାଙ୍ଗମାନେ, ମନେ ରଖନ୍ତୁ, ଦୁନିଆରେ ସବୁଠାରୁ ଓଜନ ଜିନିଷ ହେଉଛି ଇଜ୍ଜତ, ଯାହା ଥରେ ତଳେ ପଡ଼ିଗଲେ ଆଉ କେବେ ବି ଉପରକୁ ଉଠେ ନାହିଁ। କଷ୍ଟ ଯେତେ କଠିନ ହେଉ
ବୁଝେଇବାକୁ କେହି ନଥାନ୍ତି। ଦୁଃଖ ଯେତେ ହାଲୁକା ହେଉ ନେବା ପାଇଁ କେହି ନଥାନ୍ତି। ଆଉ ଯିଏ ଯେତେ ଆପଣାର ହୁଅନ୍ତୁ ସ୍ୱାର୍ଥ ପାଖରେ କିଛି ବି ନୁହନ୍ତି। ସମୟ ଚାଲଇ ବିଧି ନିର୍ଦ୍ଦେଶରେ ନିମିତ୍ତ ମାତ୍ର ସଭିଏ। ମାରିପାରେ ସେହି ତାରିପାରେ ସେହି ଆଉ କି ତାପରି ନୁହେଁ। ସାଙ୍ଗମାନେ, ପୋଖରୀ କୂଅଠାରୁ ଯଥେଷ୍ଟ ଅଧିକ ବଡ଼। ତଥାପି ଲୋକେ କୂଅରୁ ହିଁ ପାଣି ପିଅନ୍ତି, କାରଣ କୂଅର ପାଣି ପୋଖରୀ ପାଣିଠାରୁ ବିଶୁଦ୍ଧ। ଠିକ୍ ସେହିପରି ମଣିଷ ଧନରେ ବଡ଼ ହେବା କିଛି ବଡ଼ କଥା ନୁହେଁ। ତାର ବିଚାରରେ ଶୁଦ୍ଧତା ଥିବା ଦରକାର, ତାହେଲେ ସେ ମହାନ ହୋଇପାରିବ। ସମୟ ସାଥିରେ ଅନେକ କିଛି ବଦଳିଯାଏ। ଲୋକମାନେ ବି, ସମ୍ପର୍କ ବି, ଅନୁଭବ ବି। ବେଳେ ବେଳେ ଆମେ ନିଜେ ବି ବଦଳି ଯାଉ। ଗୋଟିଏ କ୍ୟାରେକ୍ଟରଲେସ୍ ମଣିଷ ସବୁବେଳେ ଅନ୍ୟର କ୍ୟାରେକ୍ଟରକୁ ଅପେକ୍ଷା କରି କଥା କୁହେ, କାହିଁକି ନା ସେ ନିଜେ ଯାହା ଅନ୍ୟକୁ ସେଇଆ ଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତୁଲେଇଥାଏ। ବେଦ ପଢ଼ିବା ବହୁତ ସହଜ, କିନ୍ତୁ ଯେଉଁଦିନ ଅନ୍ୟର ବେଦନା ପଢ଼ିପାରିବେ ସେଦିନ ଭାବନ୍ତୁ ମଣିଷ ଜନ୍ମ ଆପଣଙ୍କର ସାର୍ଥକ ହୋଇଛି। ପ୍ରକୃତ ବନ୍ଧୁ ସେ ନୁହେଁ ଯେ ଆମକୁ ପ୍ରତ୍ୟେକ କଥାରେ ବିନା କାରଣରେ ବିରୋଧ ଓ ସମାଲୋଚନା କରୁଥାଏ। ପ୍ରକୃତ ବନ୍ଧୁ ତ ସିଏ ଯିଏ ଆମ ନୀରବତାର ଶବ୍ଦକୁ ବି ଅନୁଭବ କରିପାରୁଥାଏ। ମନେ ରଖନ୍ତୁ, ମଣିଷ ଚାହିଁଲେ ସବୁ କିଛି ପାଇଯାଆନ୍ତା ଯଦି, ତାହେଲେ କ'ଣ ଅପେକ୍ଷାର ମୂଲ୍ୟ ଥାଆନ୍ତା? ଆଉ ମଣିଷ ଚାହିଁଲେ ଯଦି ସବୁ କିଛି ଭୁଲି ପାରନ୍ତା, ତାହେଲେ କ'ଣ ସ୍ମୃତିର ମୂଲ୍ୟ ଥାଆନ୍ତା? ସ୍ଥାନ, କାଳ, ପାତ୍ର ପାଆନ୍ତି ଗୁରୁତ୍ୱ ସମୟର କଷଟିରେ। ସମୟ ହେଉଛି ବଡ଼ ବଳବାନ, ରାଜାରଙ୍କ ସୃଷ୍ଟି କରେ। ସାଙ୍ଗମାନେ, ସମାଜରେ ନିଜକୁ ନିଜେ ଅତି ଶ୍ରେଷ୍ଠ, ଭଦ୍ର, ସଂସ୍କାରବାଦୀ ତଥା ମାର୍ଜିତ ବୋଲି ପ୍ରମାଣିତ କରୁଥିବା ବ୍ୟକ୍ତି ସବୁଠାରୁ ଖତରନାକ ହୋଇଥାଏ। ଏହିଭଳି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ମୋହରରେ ପଡ଼ିଗଲେ ଅବସ୍ଥା ସାଂଘାତିକ ବୋଲି ଜାଣିନିଏ। ନିଜ ଅସୁବିଧାରୁ ଦୌଡ଼ିବା ଦ୍ୱାରା ଜୀବନ ପ୍ରତିଯୋଗିତାରେ କେବେ ଜିତିପାରିବେ ନାହିଁ। ଅସୁବିଧାକୁ ଧୈର୍ଯ୍ୟ ଓ ସାହସର ସହ ସାମ୍ନା କରନ୍ତୁ। ଜୀବନର ପ୍ରତିଟି ସମସ୍ୟା ଟ୍ରାଫିକ୍ ଲାଇଟ୍ ଭଳିଆ। ଟିକେ ଶାନ୍ତି ଆଉ ଧୈର୍ଯ୍ୟର ସହ ୱେଟ୍ କରିଗଲେ ଆପେ ଆପେ ସବୁ ସହଜ ହୋଇଯିବ। ସାଙ୍ଗମାନେ, ଟିକେ ଧ୍ୟାନ ଦେଇ ଶୁଣିବେ। ମରଣକୁ କିଏ ରୋକିକି ପାରିଛି? ଶରଣ ପଶିଲେ ଯେତେ ହରଣ ଗୁଣନ ସିଏ ଏକାକରେ ଭାଗ ଫଳ ଦିଏ ମୋତେ।